ଏଚ୍ ନାମ ଥିବା ଲୋକମାନେ ମେଲାପି ହୋଇଥାନ୍ତି ଏବଂ ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିଥାନ୍ତି। ସେମାନେ ରହସ୍ୟମୟ ହୋଇଥାନ୍ତି। ଏଚ୍ ଅକ୍ଷର ନାମ ବ୍ୟକ୍ତିତ୍ୱ ପ୍ରତ୍ୟେକ ବ୍ୟକ୍ତି ନିଜ ଭବିଷ୍ୟତ ବିଷୟରେ ଜାଣିବାକୁ ବହୁତ ଆଗ୍ରହ ଥାନ୍ତି। ଜ୍ୟୋତିଷ ଶାସ୍ତ୍ର ଜଣେ ବ୍ୟକ୍ତି ବିଷୟରେ ସୂଚନା କେବଳ କୁଣ୍ଡଲୀ ମାଧ୍ୟମରେ ନୁହେଁ ବରଂ ତାଙ୍କର ନାମର ପ୍ରଥମ ଅକ୍ଷରରୁ ମଧ୍ୟ ମିଳିପାରିବ। ନାମର ପ୍ରଥମ ଅକ୍ଷର ଜଣଙ୍କ ବ୍ୟକ୍ତିତ୍ୱ ସ୍ୱଭାବ ଏବଂ ଅନ୍ୟାନ୍ୟ ଅନେକ କଥା କହିପାରେ। ଆଜି ଆମେ ଜାଣିବା ଯେଉଁ ଲୋକଙ୍କ ନାମ ଇଂରାଜୀ ଅକ୍ଷର ଏଚ୍ରୁ ଆରମ୍ଭ ହୁଏ ସେମାନଙ୍କର ସ୍ୱଭାବ ଏବଂ ବ୍ୟକ୍ତିତ୍ୱ ବିଷୟରେ। ଯେଉଁ ଲୋକମାନଙ୍କର ନାମ ଏଚ୍ରୁ ଆରମ୍ଭ ହୁଏ ଜନ୍ମ ସମୟରେ ଚନ୍ଦ୍ର ଯେଉଁ ରାଶିରେ ଥାଏ ତାହାକୁ ବ୍ୟକ୍ତିଙ୍କ ଜନ୍ମ ରାଶି ଭାବରେ ବିବେଚନା କରାଯାଏ। ଭାରତରେ ଲୋକମାନେ ଜନ୍ମଦିନ ଏବଂ ରାଶି ଗଣନା ଅନୁସାରେ ସେମାନଙ୍କର ପିଲାମାନର ନାମକରଣ କରନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୌଣସି ବ୍ୟକ୍ତିଙ୍କ ନାମର ପ୍ରଥମ ଅକ୍ଷର ତାଙ୍କ ବ୍ୟକ୍ତିତ୍ୱ ସ୍ୱଭାବକୁ ପ୍ରକାଶ କରେ ଏବଂ ଗୁଣ ଫଳିତ ହୁଏ। ଯେତେବେଳେ ଏଚ୍ ଅକ୍ଷରରୁ ନାମ ଆରମ୍ଭ ହୁଏ ଲୋକମାନେ କାହାକୁ ପ୍ରେମ କରନ୍ତି ସେମାନେ ସାରା ଜୀବନ ତାଙ୍କ ପ୍ରତି ସମର୍ପିତ ହୋଇଯାଆନ୍ତି। ଏହି ଲୋକମାନେ ଶୀଘ୍ର ନିଜର ପ୍ରେମ ପ୍ରକାଶ କରନ୍ତି ନାହିଁ। ସେମାନଙ୍କର ବୈବାହିକ ଜୀବନ ଖୁସିର ସହିତ ବିଦ୍ୟମାନ। ଯେଉଁ ଲୋକଙ୍କ ନାମ ଏଚ୍ ଅକ୍ଷରରୁ ଆରମ୍ଭ ହୁଏ ସେମାନେ ପ୍ରେମରେ ବହୁତ ଗମ୍ଭୀର ଏବଂ ଭାବପ୍ରବଣ ହୋଇଥାନ୍ତି। ଏହି ଲୋକମାନେ ପ୍ରେମରେ ପଡ଼ନ୍ତି କିନ୍ତୁ ସେମାନଙ୍କର ସ୍ୱଭାବ ଟିକେ ରହସ୍ୟମୟ। ଏଗୁଡ଼ିକ ବୁଝିବା ଟିକେ କଷ୍ଟକର। ଏହି ଲୋକମାନଙ୍କର ଜନ୍ମରୁ ନେତୃତ୍ୱ କ୍ଷମତା ଥାଏ। ଏହି ଲୋକମାନେ ସମାଜରେ ଏକ ଭିନ୍ନ ସ୍ଥାନ ସୃଷ୍ଟି କରନ୍ତି।